ଅଟୋ ଦୁର୍ଘଟଣାରେ 15 ଛାତ୍ରୀ ଆହତ। ବିଜତଳା ବ୍ଲକ ଜୁଡ଼ିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶ୍ରମ ସ୍କୁଲ ଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍କୁଲର 15 ଜଣ ଛାତ୍ରୀ ଅସୁସ୍ଥ ଥିବାରୁ ସେମାନଙ୍କୁ ରାଇରାଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଉଥିଲା। ଫେରିବା ବାଟରେ ରାଇରାଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଣ୍ଡିଆଭାଟି ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମେଟ୍ରନ୍ ବାଳାଗିରି ଓ ଛାତ୍ରୀମାନଙ୍କୁ ଉଦ୍ଧାର କରି ପୁଣି ଥରେ ରାଇରାଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉପଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ମେଡିକାଲରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ବିପଦସଂକୁଳ ଭାବେ ଗୋଟିଏ ଅଟୋରେ 16 ଜଣଙ୍କୁ କିପରି ପଠାଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଅଭିଭାବକମାନେ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏ ଦୁର୍ଘଟଣା ପାଇଁ କର୍ତ୍ତୃପକ୍ଷ ଅବହେଳାକୁ ସାଧାରଣରେ ବେଶ୍ ନିନ୍ଦା କରାଯାଉଛି। ब्यूरो रिपोर्ट, आफ आई न्यूज।